ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଏମ୍ପି ଜିତି ନଥିଲେ କୁହାଯାଉଥିଲା ୱାର୍ଡ଼ ମେମ୍ବର ଜିତିପାରିବେ ନାହିଁ। ସେ କିନ୍ତୁ ଗୋଟେ ଭଲ ସିଟ୍ ମଧ୍ୟ ହରେଇଲେ, ମାନେ ବବି ଦାସଙ୍କ ଭଳିଆ ହେଭିୱେଟ୍ ହରେଇଲା ପରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହେଲେ, ଜିତିକି ହେଲେ, ରାଜ୍ୟସଭାରୁ ଯାଉଥିଲେ। କିନ୍ତୁ ତାପରେ ବି ତାଙ୍କର ଗୁରୁତ୍ୱ ରହୁନି ଓଡ଼ିଶାରେ, କାହିଁକି ରହୁନି? ଶୁଣନ୍ତୁ, ସ୍ୱର୍ଗତ ଦାମ ରାଉତ କହିଥିଲେ ଏ କଥା, ବୋଧେ ଦାମ ରାଉତ କହୁଥିଲେ, ମୋର ମନେ ପଡ଼ୁନି। ଦାମ ରାଉତ ବୋଧେ ସ୍ୱର୍ଗତ ଦାମ ରାଉତ ଏ କଥା କହିଥିଲେ। କିନ୍ତୁ ସେ ଜାଣିବା ଦରକାର ଯେ 2000 ମସିହାରୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 2000 ମସିହାରେ ପ୍ରଥମ ଥର MLA ହେଲେ, ପାଲହଡ଼ାରୁ MLA ହେଇକି ଗଲେ। ତାପରେ ସେ MP ହେଲେ। ତାପରେ ସେ 2009ରେ ଇଲେକ୍ସନ୍ ହାରିଲେ। ରାଜନୀତିରେ ହାରିବା ଜିତିବା ତ ଅଲଗା କଥା, କିନ୍ତୁ ରାଜନୀତିରେ ହାରିଛନ୍ତି। ୱାର୍ଡ଼ ମେମ୍ବର ହେଇକି କ'ଣ ଦେଇଥିଲେ? ବିଜେଡି ନେତାମାନେ କହୁଥିଲେ ଧର୍ମେନ୍ଦ୍ର ପ୍ରଧାନ ଜିତିକି ଆସନ୍ତୁ, ୱାର୍ଡ଼ ମେମ୍ବର ଜିତି ପାରିବେ ନାହିଁ। କିନ୍ତୁ ହାରିଗଲା ପରେ ତାଙ୍କର ପ୍ରଣବ ପ୍ରକାଶ ଦାସ ତାଙ୍କର ଆଉ ମୁହଁ ଖୋଲୁ ନାହିଁ। ମୁଁ ସେଥିପାଇଁ ପ୍ରଶ୍ନ କଲି। ତାଙ୍କର ବାହାସ୍ପନ୍ନ ମାରୁଥିବା ପ୍ରଣବ ପ୍ରକାଶ ଦାସଙ୍କର ଅବସ୍ଥା କ'ଣ ହେଲା ଆଜି ସାରା ଓଡ଼ିଶା ଦେଖିଲା। ସମ୍ବଲପୁରରେ ଲକ୍ଷାଧିକ ଭୋଟରେ ହାରିବା ପରେ ବିଜେଡି ତା ଉତ୍ତର ପାଇଗଲା। ସାଧାରଣ ଲୋକ ତା ଉତ୍ତର ଦେଇଦେଲେ। ଆମେ ଉତ୍ତର ଦେବାର ଆବଶ୍ୟକତା ନାହିଁ। ସାଧାରଣ ଲୋକ, ସମ୍ବଲପୁରବାସୀ ଏବଂ ଓଡ଼ିଶାବାସୀ ତା ଉତ୍ତର ଦେଇଦେଲେ।